ଗଛମୂଳେ ପଡ଼ିଥିନି ଲୋକ ତ ମରିଗଲେ ଆଉ କିଏ ଦେବ? ଯିଏ ଦଉଛି କୁକୁର ଲୋକ ଦଉଛନ୍ତି ଖାଉଛୁ, ଭିକ ମାଗି ଖାଉଛନ୍ତି, ଭିକ ମାଗି ଖାଉଛୁ। ଜୟ ଜଗନ୍ନାଥ ଆଣିଥିଲି ଉଠେଇ କରି। ଜୟ ଜଗନ୍ନାଥ, ଧନ୍ୟବାଦ। ଜୀବନ ଯେତେବେଳେ ବଞ୍ଚେଇକି ଆପଣ ଆଣୁଛନ୍ତି ସେ ଖୁସି ଗୋଟେ ନିଆରା। ଆପଣ ଯଦି ଭାବୁଛନ୍ତି ଗୋଟେ ପିଲାଟେ ଯାଇକି ସ୍କୁଲରୁ ପାଠ ପଢ଼ିକି ଶିଖେନି, ଆପଣ ସୋସାଇଟି ସମାଜ ହିଁ ଆପଣଙ୍କୁ ଶିଖନ୍ତି। ଆପଣ ଯାହା କରିବେ ତା ପ୍ରତିବଦଳରେ ଫଳ ସେଇଆ ମିଳିବ। ମାନେ ଯଦି ଆପଣ କିଲେ ଚାଉଳ ପକେଇବେ ଏଠି ସମସ୍ତେ ଖାଇଦେବେ, ଖାଇବା ବହୁତ କମ୍, ଆଉ କ'ଣ ଟିକେ ଖାଆନ୍ତି, ଆଉ ଟିକେ ସ୍ନେହ ମମତା, ଏତିକି ଆମେ ଦେଇପାରିବାନି। ଯଦି ଏତେ ଛୋଟରୁ ବଡ଼ ଆମକୁ କଲେ, ଏତେ ଜଡ଼ି ଝଞ୍ଝାର ସହିକି ଆମକୁ ମଣିଷ କଲେ, ତାହେଲେ କ'ଣ ଲାଭ ପୁଅ ଜନ୍ମ କରି, ପୁଅ ଝିଅ ଜନ୍ମ କରି? କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ଯେଉଁଠି ଲୋକମାନେ ପ୍ରତିଦିନ ମନ୍ଦିରକୁ ଧାଇଁଥାନ୍ତି, କିନ୍ତୁ ଆମ ପାଖରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ପ୍ରତିଦିନ ସକାଳ ହେଲେ ସ୍ନେହ ମନ୍ଦିରକୁ ଆସନ୍ତି। ଆମେ ଉପସ୍ଥିତ ଅଛୁ ନନ୍ଦନ ବିହାରରେ ଥିବା ରିଓ ଚାରିଟେବୁଲ ଟ୍ରଷ୍ଟ ନାମକ ସ୍ନେହ ମନ୍ଦିର ବୃଦ୍ଧାଶ୍ରମରେ। ନିଜ ପରିବାରରୁ ବିତାଡ଼ିତ ହୋଇ ଅନେକ ବାପା ମା ନିଜ ପୁଅ ନ ହୋଇ ବି ଜଣେ ପୁଅ ପାଖରେ ରହୁଛନ୍ତି। ଆମେ ସିଧାସଳଖ କଥା ହେବା ରିଓ ଚାରିଟେବୁଲ ଟ୍ରଷ୍ଟର ଫାଉଣ୍ଡର, ଜଣେ ଆଗ ଧାଡ଼ିର ସମାଜସେବୀ ରାହୁଲ ସାରଙ୍କ ସହିତ। ସାର୍, ଆପଣଙ୍କୁ ରିଓ ନ୍ୟୁଜ୍କୁ ସ୍ୱାଗତ। କେମିତି ଦେଖୁଛନ୍ତି ଆପଣ ସ୍ନେହ ମନ୍ଦିର? ଏତେ ସୁନ୍ଦର ନାଁଟିଏ, ଏତେ ସୁନ୍ଦର ଜାଗାଟିଏ ଯେଉଁଠାରେ ବାପା ମା ମାନଙ୍କୁ ନିରାଶ୍ରୟ ବାପା ମା ମାନଙ୍କୁ ଆଶ୍ରୟ ଦେଇଛନ୍ତି। ତ ଆପଣ ତ ଦେଖୁଛନ୍ତି ଏ ନାଁରେ ହିଁ ଅଛି ସ୍ନେହ ମନ୍ଦିର। ଏଠି ପୁରା ଭରି ରହିଛି ସ୍ନେହ। ଏଠି ସବୁ ଆମେ ଗୋଟେ ପରିବାର। ଏଠି କେହି ଆପଣ ଯେଉଁ କହିଲେ ବିତାଡ଼ିତ ହେଇକି ଆସୁଛନ୍ତି, ବିତାଡ଼ିତ ନାହିଁ, ସେ ବିତାଡ଼ିତ ହେଇକି ଆସିକି ପରିବାରଟେ ପାଇଛନ୍ତି। ଆଉ ବହୁତ ଖୁସିରେ ଆମେ ଏ ଯେଉଁ ଛୋଟିଆ ଆମର ଏ ଯେଉଁ ପରିବାରଟା ହସ ଖୁସିରେ, ରାଗ ରିସା ଅଭିମାନର ଏ ସ୍ନେହ ମନ୍ଦିର, ସମସ୍ତେ ବହୁତ ଖୁସିରେ ଏଇଠି ରହୁଛନ୍ତି। ସାର୍, ଆପଣ ବି ଜଣେ ଆଗଧାଡ଼ିର ସମାଜସେବୀ, ଜଣେ ବ୍ୟବସାୟୀ ମଧ୍ୟ। ନିଜର ବ୍ୟବସାୟ ଅଛି, ନିଜର ବି ଘର ଅଛି, ନିଜର ବି ବାପା ମା ଅଛନ୍ତି। ସେ ସବୁକୁ ସମୟ ଦେଇକି ଏଠାକୁ ବି ସମୟ ଦେବା ପାଇଁ ପଡ଼େ। କେମିତି ମ୍ୟାନେଜ୍ କରନ୍ତି? ଦେଖନ୍ତୁ, ସମୟ କେବେ ନଥାଏ, ସମୟ ଆପଣଙ୍କୁ ବାହାର କରିବାକୁ ପଡ଼େ। ଆଉ ଯେଉଁମାନେ କୁହନ୍ତି କି ମୋର ସମୟ ହେଲାନି, ସମୟ କେବେ କାହା ପାଖରେ ନଥାଏ। ଏବେ ମୋତେ ଦେଖନ୍ତୁ, ସକାଳୁ ମୁଁ ଉଠେ, ମୋ କାମ କାହିଁକିନା ଖାଲି ତ ଆଶ୍ରମ ତ ଦେଖିଲେ ହେବ ନା, କାହିଁକିନା କଷ୍ଟ କଲେ ଆମେ ଖାଇବା, ଦୁଇ ପଇସା ରୋଜଗାର କଲେ ଆମେ ଏ ପରିବାର ଚଳେ। ଏତେ ବଡ଼ ପରିବାର, ଏଇଠି ତ ଆମର କେହି କୌଣସି ଆର୍ଥିକ ସହାୟତା କେହି ଦିଅନ୍ତିନି, କିଛି ନାହିଁ। ଯାହା ଆମେ ଦୁଃଖ କଷ୍ଟରେ ଆମେ ଆମର ଚଳୁଛୁ। ତ ନିହାତି ସେ ଭାବରେ ମୋତେ ଆଉ ଟିକେ ପରିଶ୍ରମ ଅଧିକ କରିବାକୁ ପଡ଼ିବ, କାହିଁକିନା ଅଧିକ ପରିଶ୍ରମ କଲେ ତ ଦୁଇ ପଇସା ଅଧିକା ରୋଜଗାର କଲେ ଆମ ପରିବାରଟି ଚଳାଇବା। ତ ଏଇଆ ହେଉଛି କଥା। ସାର୍, ଆମେ ଯାହା ଦେଖିଲୁ, କେଉଁ ମାଆଙ୍କୁ ତ କିଏ କେଉଁ ପୁଅ ଘରୁ ବାହାର କରିଦେଇଛି, କେଉଁ ମାଆଙ୍କର କେହି ନାହାନ୍ତି, ପରିତ୍ୟକ୍ତ ଅବସ୍ଥାରୁ ତାଙ୍କୁ ଆପଣ ଆଣିଛନ୍ତି। କିନ୍ତୁ ଆପଣ ଜଣେ ପୁଅ, ଏଠି ଏତେ ଜଣ ବାପା ମା, କେବେ କେବେ ବୋଝ ପରିକା ଆପଣଙ୍କୁ ଫିଲ୍ ହୁଏନି? ବୋଝ ନାହିଁ, ମୋତେ ଫୁଲ ପରି ଲାଗେ। କାହିଁକିନା ଆପଣ ଦେଖନ୍ତୁ, ପରିବାରରୁ ବିତାଡ଼ିତ ହେଇକି, କାହିଁକିନା ଆପଣ ଯେଉଁ ଗଛରେ ମଞ୍ଜିଟି ପୋତିବେ ସେଇ ଗଛଟି ହେବ। ଆପଣ ଯଦି ପିତା ଗଛଟି ଲଗାଇବେ, ପିତା ହେବ। ଆଜି ଏମାନେ ଏମାନେ ସମସ୍ତଙ୍କର ମା, କାହାର ଛୁଆ, ସମସ୍ତଙ୍କ ପୁଅ ଝିଅ ଅଛନ୍ତି, ଘର ପରିବାର ଅଛି। ଯଦି ତାଙ୍କୁ ଯେତେବେଳେ ଏତେ ଛୋଟରୁ ବଡ଼ କଲେ, ଖୁଆଇଲେ ପିଆଇଲେ, ପାଠ ପଢ଼ାଇଲେ, ରୋଜଗାରକ୍ଷମ କରାଇଲେ, ରୋଜଗାରକ୍ଷମ ହେବା ପରେ ପୁଅଟି ହେଉ କି ଝିଅଟି ଭାବେ ଯେତେବେଳେ ମୋ ପର ଲାଗିଗଲା ମୁଁ ଉଡ଼ିକି ଯିବି, ମା ବାପାଙ୍କୁ ବୋଝ ପରି ଲାଗିବ। ସେଇ ମା ବାପା ଯେତେବେଳେ ଗୋଟେ ଛୋଟ ଛୁଆଟେ ଝାଡ଼ା କରେ, ବାପା ମା କେତେ ଯତ୍ନ କରନ୍ତି, ତାଙ୍କୁ ସେବା ସୁତରା କରନ୍ତି। ଆଜି ଯେତେବେଳେ ପରିଣତ ବୟସରେ ଯଦି ଆମେ ଆଉ 2-4 ବର୍ଷ, 5 ବର୍ଷ, 10 ବର୍ଷ ଯଦି ମା ବାପାଙ୍କୁ ଆମେ ସେଇ ସେବାଟି କରିବା, ତାହେଲେ ବହୁତ ଭଲ ହେବ। ଆଉ ଯେଉଁମାନେ ଏ ଯେଉଁ ମାନେ କ'ଣ କହିବା, ଗୋଟେ ଘୃଣ୍ୟ ମାନସିକତା ଯେଉଁମାନଙ୍କୁ କୁହାଯାଏ, ଯେଉଁମାନେ ମା ବାପାକୁ ଆଣିକି ଏମିତି ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି, ରାସ୍ତା କଡ଼ରେ ଛାଡ଼ି ଦେଉଛନ୍ତି, ଆପଣଙ୍କ ଘରେ ବି ସେଇ ଛୁଆଟି ଅଛି, ସେଇ ଶିକ୍ଷା ପାଇବ। କାହିଁକିନା ସମାଜ ହିଁ ଶିଖେଇ ଦିଏ ତୁମକୁ, କେହି କେଉଁଠୁ କିଛି ଶିଖନ୍ତିନି। ଆପଣ ଯଦି ଭାବୁଛନ୍ତି ଗୋଟେ ପିଲାଟେ ଯାଇକି ସ୍କୁଲରୁ ପାଠ ପଢ଼ିକି ଶିଖେନି, ଆପଣ ସୋସାଇଟି ସମାଜ ହିଁ ଆପଣଙ୍କୁ ଶିଖନ୍ତି। ଆପଣ ଯାହା କରିବେ ତା ପ୍ରତିବଦଳରେ ଫଳ ସେଇଆ ମିଳିବ। ତ ବର୍ତ୍ତମାନ ସେଇ ଜିନିଷ ଯେଉଁ ପିଲାମାନେ ଏଇଭଳିଆ କରୁଛନ୍ତି, ମା ବାପାକୁ ଛାଡ଼ୁଛନ୍ତି, ତାଙ୍କ ପିଲା ସେଇ ଶିକ୍ଷା ପାଇବ। ବର୍ତ୍ତମାନ ତ ଏମାନେ ବହୁତ ସୁଖରେ ଅଛନ୍ତି, କିନ୍ତୁ ତାଙ୍କ ଅବସ୍ଥା ଆହୁରି ଦୟନୀୟ, ଆହୁରି କଦର୍ଯ୍ୟ ହେବ। ସେତେବେଳେ ଭାବିବେ ଯେ ଆମେ ଯେଉଁ କୁକର୍ମ କରୁଥିଲୁ ସେ କୁକର୍ମର ଫଳ ପାଉଛୁ।
ସାର୍ ଦେଖନ୍ତୁ ଆପଣଙ୍କୁ କିଏ ଯଦି କେବେ କଲ୍ କରି କହିଲା କି ମୁଁ ମୋ ବାପା ମାଆଙ୍କୁ ରଖିପାରୁନି ଆପଣ ଟିକେ ଆପଣଙ୍କ ଆଶ୍ରମକୁ ନେଇଯାଆନ୍ତୁ ସେତେବେଳେ ଆପଣଙ୍କୁ କ'ଣ ଇଚ୍ଛା ହୁଏ ସେ ସାମ୍ନା ବାଲାକୁ କ'ଣ କହିବାକୁ ଇଚ୍ଛା ହୁଏ ଯୋଉଟା କି ଆପଣ ସାମ୍ନା ବାଲାକୁ ଫେସ୍ କହିପାରନ୍ତିନି? ଦେଖନ୍ତୁ ଆପଣ ବଢ଼ିଆ କଥାଟେ କହିଲେ ଏଇଟା ନିତିଦିନ ଆମକୁ ଯେହେତୁ ଆମର ଗୋଟେ ସୋସିଆଲ ମିଡ଼ିଆରେ ଗୋଟେ ପେଜ୍ ଅଛି ଆମେ ଆମର ଛୋଟ ଛୋଟ ଆକ୍ଟିଭିଟିସ୍ ଆମର ଏଇ ଯେଉଁ ପରିବାର ଭିତରେ ହସ ଖୁସି ବି ହେଲେ ଆମେ ଗୋଟେ ଭିଡ଼ିଓଟେ ପୋଷ୍ଟ କରୁ ତ ବହୁତ ଲୋକ ଏମିତି ଦିନ ରାତି ଫୋନ୍ ଆସେ ଯେ ଆଜ୍ଞା ଆମର ଆମେ ଚାକିରି କରୁଛୁ ବାହାରେ ଆମ ମା ବାପାକୁ ରଖିପାରୁନୁ ସ୍ତ୍ରୀ ଝଗଡ଼ା କରୁଛି ମାଆକୁ ବାହାର କରିଦେ ଏଭଳିଆ ଡେଲି ଫୋନ୍ ଆସେ କିନ୍ତୁ ଆମେ ଆଜି ପର୍ଯ୍ୟନ୍ତ ପାଖାପାଖି ମୋର ମନେ ଅଛି ଆମେ କମ୍ ସେ କମ୍ 150ରୁ 200 ପରିବାରକୁ ଆମେ ମିଶେଇଛୁ ଆଉ ସବୁବେଳେ ଆମର ଫାଷ୍ଟ ପ୍ରାୟୋରିଟି ଥାଏ କି ଯଦି ଏଭଳିଆ କିଛି କେସ୍ ଆମ ପାଖକୁ ଯେତେବେଳେ ଆସୁଛି ଆମେ ସବୁବେଳେ ପୁଅକୁ ମା ବାପାଙ୍କ ସହିତ ମିଶେଇକି ତାଙ୍କ ପରିବାରରେ ହସ ଖୁସି ଫେରେଇ ଆଣିବାକୁ ଆମେ ଚେଷ୍ଟା କରୁ ଆଉ ବହୁତ ଜାଗାରେ ଆମେ ସଫଳ ହଉ ବହୁତ ଜାଗାରେ ହଉନୁ ମଝିରେ ଆମର ଗୋଟେ ଭଦ୍ରକରୁ ମା ବାପାକୁ ଆଣିଥିଲୁ ସେ ପାଖାପାଖି ଏଠି 2 ବର୍ଷ 2.5 ବର୍ଷ ଥିଲେ ବହୁତ ତିକ୍ତତା ଥିଲା ତାଙ୍କ ପରିବାର ଭିତରେ କିନ୍ତୁ ଗୋଟେ ସମୟ ଆସିଲା ସେ ଏଇଠୁ ଖୁସି ଖୁସି ବିଦାୟ ନେଲେ ତ ସବୁବେଳେ କେବେ ବି ମୁଁ କୌଣସି ବୃଦ୍ଧାଶ୍ରମ କନସେପ୍ଟରେ ନାଇକି ଆହୁରି ବୃଦ୍ଧାଶ୍ରମ ତିଆରି କାହିଁକି ହେବ ଯଦି ଆପଣଙ୍କ ମା ବାପାକୁ ଯଦି ଘରେ ସ୍ନେହ ଯତ୍ନ ନେଇକି ସେବା ସୁତରା କରିବେ ତାଙ୍କୁ ସ୍ନେହ ଦେବେ ବାପା ମା ଏବେ ଦେଖନ୍ତୁ ଏଇ ମା ମାନେ କ'ଣ ମୁଠାଟେ ଖାଉଛନ୍ତି ଏତିକି ମୁଠାଟେ ତାଙ୍କ ଖାଦ୍ୟ ହେଉଛି ଏତିକି ମାନେ ଯଦି ଆପଣ କିଲେ ଚାଉଳ ପକେଇବେ ଏଠି ସମସ୍ତେ ଖାଇଦେବେ ଖାଇବା ବହୁତ କମ୍ ଆଉ କ'ଣ ଟିକେ ଖାଆନ୍ତି ଆଉ ଟିକେ ସ୍ନେହ ମମତା ଏତିକି ଆମେ ଦେଇପାରିବାନି ଯଦି ଏତେ ଛୋଟରୁ ବଡ଼ ଆମକୁ କଲେ ଏତେ ଜଡ଼ି ଝଞ୍ଜାର ସହିକି ଆମକୁ ମଣିଷ କଲେ ତାହେଲେ କ'ଣ ଲାଭ ପୁଅ ଜନ୍ମ କରି ପୁଅ ଝିଅ ଜନ୍ମ କରିବ ଏତେ ବାପା ମା ମାନେ ଅଛନ୍ତି ଯେହେତୁ ବୃଦ୍ଧା ହେଲେଣି ତାଙ୍କର ଶରୀରରେ ମଧ୍ୟ କିଛି ଅସୁବିଧା ଦେଖାଦେଇପାରେ କେବେ କେବେ ରାତି ଅଧରେ ବି ଦେହ ଖରାପ ହୋଇଥାଇପାରେ ଆପଣ ମଧ୍ୟ ବ୍ୟସ୍ତ ଥାଇପାରନ୍ତି। ମ୍ୟାଡ଼ାମ୍ ଏଇଟା ବଢ଼ିଆ ଜିନିଷଟେ କହିଲେ ଏମିତି ହୁଏ ନାହିଁ ଏମିତି ବହୁତ ଥର ହେଇଛି ଏଇ ଜାଗାରେ କେମିତି ଫେସ୍ କରନ୍ତି? କେମିତି ଫେସ୍ କରୁଛୁ ଆମର ଏଠି ଆମର ଜଣେ ପରିଚାଳିକା ମ୍ୟାଡ଼ମ୍ ଅଛନ୍ତି ପ୍ରବାସିନୀ ମ୍ୟାଡ଼ମ୍ ସେ ପୁରା ମାନେ ମୋଠୁ ଅଧିକା ସିଏ ଏ ଆଶ୍ରମଟାକୁ ନିଜର ଭାବିକି ନିଜ ମା ବାପା ଭାବିକି ଯତ୍ନ କରନ୍ତି ଆପଣ ବିଶ୍ୱାସ କରିବେନି ଏମ୍ସ ଭଳିଆ ହସ୍ପିଟାଲରେ କାହିଁକିନା ଆମ ପାଖରେ ଏତେ ବି ସମ୍ବଳ ନାହିଁ କି ଆମେ କେଉଁ ପ୍ରାଇଭେଟ୍ ହସ୍ପିଟାଲ ନେଇକି ଯିବୁ ରାତି ରାତି ଲାଇନରେ ରହିକି ମା ବାପାକୁ ନେଇକି 6 ଦିନ 8 ଦିନ ସେ ତାଙ୍କ ନିଜ ପରିବାର ଛୁଆ ପିଲାଙ୍କୁ ଛାଡ଼ିକି ଯାଇକି ସେବା କରନ୍ତି ହଠାତ୍ କ'ଣ ହେବ ଦୌଡ଼ିକି ଆସୁ ମେଡ଼ିକାଲ ନେଇକି ଯାଉ ଏଇଠି ବହୁତ ଗୋଟେ କାଞ୍ଚନ ମା ଏବେ ନାହାନ୍ତି କିଛି ଅସୁସ୍ଥ କାରଣ ପାଇଁ ସିଏ ଏଠି ନାହାନ୍ତି ଏବେ ତାଙ୍କୁ କମସେ ସିଏ ଆସିବା ଭିତରେ ଏଠି ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହେଇଛି ତାଙ୍କୁ ବହୁତ ସାରା ଡିଜିଜ୍ ଥିଲା ଏବେ ମାନେ ମରିଯାଇଥାନ୍ତେ 7-8 ଦିନ ତାଙ୍କୁ ଏମ୍ସରେ ଟ୍ରିଟମେଣ୍ଟ କରିକି ନିଜେ ରହିକି ତାଙ୍କୁ ବହୁତ କିଛି କରିକି ସୁସ୍ଥ କରିକି ଆଣିଲୁ ତ ଗୋଟେ ଜୀବନ ଯେତେବେଳେ ବଞ୍ଚେଇକି ଆପଣ ଆଣୁଛନ୍ତି ସେ ଖୁସି ଗୋଟେ ନିଆରା ତ ମୁଁ ଚାହେଁ କି ସମସ୍ତେ ଏଇଭଳିଆ କିଛି ଭଲ କାମ କରନ୍ତୁ କାହିଁକିନା ସମାଜ ଆମକୁ ବହୁତ ଜିନିଷ ଦେଇଛି ଆମର ବି ଦାୟିତ୍ୱ କର୍ତ୍ତବ୍ୟ ଅଛି ସମାଜ ପାଇଁ କିଛି କରିବା ଯଦି ଆମ ଆଖପାଖରେ ଆମେ ଠିକ୍ ଅଛି ଆମେ ଡାଇରେକ୍ଟ ଜଣକୁ ସାହାଯ୍ୟ ନ କରିପାରିବା କାହା ମାଧ୍ୟମରେ ଯଦି ଆମେ କରିପାରିଲେ ସିଏ ବି ସାହାଯ୍ୟ ତ ଏଇଟା ସମସ୍ତେ ଆଗେଇକି ଆସିକି କରିବା କଥା। सोशल मीडिया जुग है समस्ते सबकि देखुं सबकि जानुंट तापर भी बापा माँ मान हतादर करुँच लोक मान कौन मेसेज देवाई चाहिए? ଏବେ ଦେଖନ୍ତୁ ଆଗରୁ ଆପଣଙ୍କ ବାପା ମା ମାନେ ଏତେ ବୟସ୍କ ଅଛନ୍ତି ଆଗରୁ ଶୁଣୁଥିଲେ ଡିଭୋର୍ସ ବହୁତ ରେୟାର ଆପଣ ଶୁଣୁଥିବେ ଯେ କାହା ଘର ଭାଙ୍ଗିଗଲା କିଏ ଡିଭୋର୍ସ ନେଲା ଏଇଟା ବହୁତ କମ୍ ଶୁଣେ କୁଚିତ ଶୁଣିବାକୁ ଆଜି ଦେଖନ୍ତୁ ସେଇ ପରିବେଶରେ ପୁଅ ଝିଅମାନେ ବାହା ହେଉଛନ୍ତି 4 ମାସ ବି ସଂସାର ଟିକି ପାରୁନାହାନ୍ତି 4 ମାସ ପରେ ଡିଭୋର୍ସ ହେଉଛନ୍ତି ତାର କାରଣ କ'ଣ ଏଇ ଯେଉଁ ମଡ଼ର୍ଣ୍ଣ ସୋସାଇଟି ଆମେ ସବୁବେଳେ ମଦ ମାଂସରେ ଲିପ୍ତ ହେଇକି ରହିଲେ କ୍ଲବ ପାର୍ଟି ଏ ଯେଉଁ କହୁଛନ୍ତି ଯେଉଁ ମଡ଼ର୍ଣ୍ଣ ସୋସାଇଟି ଯଦି ମଡ଼ର୍ଣ୍ଣ ସୋସାଇଟି ଏଭଳିଆ ଯଦି ଆପଣ ଘର ପରିବାରଠୁ ଦୂରେଇ ଦେବ ମଡ଼ର୍ଣ୍ଣ ସୋସାଇଟି ମଦ ମାଂସରେ ବୁଡ଼ିକି ରହିବେ ରାତି ରାତି ଘରେ ରହିବେନି ତ ଏସବୁ ଜିନିଷ କେଉଁଠି ନା କେଉଁଠି ପରିବେଶ ପାଇଁ ନିହାତି କ୍ଷତିକାରକ। दर्शक बंधु जो भाव आम प्रतिक्रिया नेउथिले आलोचना करुले राहुल सर सहित एबे किछि माँ माने जो रही सहित सीधा सड़क कथा हे जे से माने एठारे केमिति अछंती एवं तांकर जत्न किपरि निया जाउछि से माने तांको पुओ को केते भल पाइबा दउछंती माँ केमती अछंती? भल अछि एठी केते मास होला आसिलेनी केमती रहउ? 10 मास होला केमिति रहउछंती? भल अछि भल रह खाइबा पीबा सब भल कौन कहबे गोटे पुओ पाइछंती निज घर छाड़ी कि एठी गोटे पुओ पाइछि ये तो मोर पुओ एते खुशी अछि बहुत खुशी आमे जहाँ देखुथुलु आपनको वीडियो रो आपनको गोटे घरु अणा जायतिला आपनको देह भी बहुत खराब हे जायतिला केमिति
ଗଛ ମୂଳେ ପଡ଼ିଥିନି ଲୋକ ତ ମରିଗଲେ ଆଉ କିଏ ଦେବ? ଯିଏ ଦଉଛି କୁକୁରକୁ ଦଉଛନ୍ତି ଖାଉଛୁ, ଭିକ ମାଗି ଖାଉතුନି, ଭିକ ମାଗି ଖାଉଛୁ। ଜୟ ଜଗନ୍ନାଥ ଆଣିଛନ୍ତି ଉଠେଇ କରି, ଜୟ ଜଗନ୍ନାଥ ଧନ୍ୟବାଦ। ଏବେ ଏଠି ବହୁତ ଭଲରେ ଅଛୁ। ଏଠି ବହୁତ ବଢିଆ ଅଛି। କଣ ଆଶୀର୍ବାଦ ଦେବେ ପୁଅ? ସେଇ ଜୟ ଜଗନ୍ନାଥ ଯାହା କରିବେ ଆଶୀର୍ବାଦ ଦଉଛି ଯାହା। ଏବେ ଦେଖୁଛନ୍ତି ସବୁ ଏଠି ଆପଣଙ୍କ ପରି ବି ଅନେକ ଅଛନ୍ତି, ସେମାନଙ୍କ ସହିତ କେମିତି ଚଳୁଛନ୍ତି, କେମିତି? ସେମିତି ଚଲୁଛି, ଗୋଟେ ପରିବାର ଯେମିତି ଚଳୁଛି ସେମିତି ଚଳୁଛେ। ତେବେ ଦେଖୁଥିଲେ ଯେଉଁ ଆମେ ମାଙ୍କ ସହିତ ଆଲୋଚନା କରୁଥିଲେ, ସେ ମଧ୍ୟ କୋହ ଭରା କଣ୍ଠରେ କହୁଛନ୍ତି ଯେ ସେ ଏକ ପରିତ୍ୟକ୍ତ ଘରୁ ଉଦ୍ଧାର ହୋଇ ଆସିଛନ୍ତି। ଆମେ ଆଉ ଜଣେ ବାପାଙ୍କ ସହିତ ଆଲୋଚନା କରିବା, ତାଙ୍କୁ ପଚାରିବା ସେ ଏଠାରେ କେମିତି ରହୁଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟର କେମିତି ଯତ୍ନ ନିଆଯାଉଛି। ବାପା ଆପଣ ଏଠି କେତେ ଦିନ ହେଲା ରହୁଛନ୍ତି? ମୁଁ 1.5 ବର୍ଷ ହେଲାଣି। କେମିତି ଏଠି ଆପଣଙ୍କର ଖାଇବା ପିଇବା ସ୍ୱାସ୍ଥ୍ୟ? ନାଇଁ ସବୁ ଭଲ ଅଛି। ହଁ କୋଉଠି ରହୁଛନ୍ତି? ଆପଣଙ୍କର କଣ ଅସୁବିଧା ହେଲା ଯେ ଆପଣ ଏଠାକୁ ଆସିଲେ? ପୁଅ ବୋଉ ତ ପଳିଲାନି, ଆଉ କ'ଣ କରୁ? ପୁଅ ତ ରହିଲା କେରଳରେ, ବୋଉରୁ ମୋର ପଳିଲାନି ଆଉ। ବୋହୁ କଣ ଆପଣଙ୍କୁ ବାଡିଆ ପିଟା କରନ୍ତି ନା ପାଟି ତୁଣ୍ଡ? ନାଇଁ ନଇଲା ଭାଷା କଥା କହିଲା, ମୁଁ ସମ୍ଭାଳି ପାରିଲି, ପଳେଇ ଆଇଲି ଆଉ। ଏବେ ଏଠି ଭଲରେ ଅଛନ୍ତି, ଖାଇବା ପିଇବା ସ୍ୱାସ୍ଥ୍ୟ ଅବସ୍ଥା? ହଁ ସବୁ ଭଲରେ ଅଛି। ଆପଣଙ୍କୁ ଯିଏ ରଖିଛନ୍ତି ତାଙ୍କୁ କଣ ହୁଁ ଆପଣଙ୍କୁ ଯିଏ ରଖିଛନ୍ତି ଏଠାରେ ଆପଣଙ୍କର ସବୁ ବ୍ୟବସ୍ଥା ସବୁ ସୁବିଧା କରି ତାଙ୍କୁ କଣ? ତାଙ୍କେ ପୁଅ ଭଳିଆ ଆଉ କ'ଣ। ତ ଦର୍ଶକ ବନ୍ଧୁ ଯେଉଁଭଳି ଭାବେ ଆପଣମାନେ ଦେଖିଲେ କି ଆମେ ସ୍ନେହ ମନ୍ଦିରର ଆଶ୍ରମରେ ଥିଲୁ ଏବଂ ଯିଏ ଫାଉଣ୍ଡର ରହିଥିଲେ ରାହୁଲ ସ୍ୱାଇଁ ତାଙ୍କ ସହିତ ମଧ୍ୟ ଆଲୋଚନା କଲୁ ଏବଂ ଯିଏ ବାପା ମା ମାନେ ରହିଥିଲେ ତାଙ୍କ ସହିତ ମଧ୍ୟ ଆଲୋଚନା କଲୁ। ସିଏ ବି କହୁଛନ୍ତି ଯେ ଆମେ ଆମ ଘରୁ ଆସି ଏଠି ଖୁସିରେ ଅଛୁ, କିନ୍ତୁ ଏଇଟା ଗୋଟେ ମେସେଜ ଯାଉଛି ସାଧାରଣ ଆଜିକାଲିର ଯୁବପିଢ଼ିଙ୍କୁ ଯେ ବାପା ମାଆଙ୍କୁ କେବେ ହତାଦର କରିବା ଉଚିତ ନୁହଁ ଏବଂ ନିଜ ବାପା ମାଆଙ୍କର ଯତ୍ନ ନିଅନ୍ତୁ ଏବଂ ତାଙ୍କୁ ପାଖରେ ରଖନ୍ତୁ, ଏମିତି କରନ୍ତୁ ନାହିଁ। ଯାହା ଆମେ ଆଲୋଚନା କରୁଥିଲୁ ରିଓ ଚାରିଟେବୁଲ୍ ଟ୍ରଷ୍ଟର ଫାଉଣ୍ଡରଙ୍କ ସହିତ। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ଗୁଡୁଙ୍କ ସହ ଶୁଭସନ୍ଧ୍ୟା ପଣ୍ଡା, ରିଓ ନ୍ୟୁଜ୍। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଲା ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ।